ସାଙ୍ଗ ସୁବ୍ରତ ଘର ଗୋଟେ ୱାସିଂ ମେସିନ୍ ଅଛି। ତାରେ କପଡ଼ା ଡ୍ରେସ୍ ପ୍ୟାଣ୍ଟ ପକେଇଲେ ସବୁ ଧୋଇକି ସଫାଇ ଶୁଖି ବାହାରି ପଡ଼େ। ଆମର ଗୋଟେ ଆଣିଲେ ହୁଅନ୍ତାନି? ହଇରେ ୱାସିଂ ମେସିନ୍ ଆଣିବା କଥା କହୁଛୁ। ୱାସିଂ ମେସିନ୍ ଆଣିଲେ କ'ଣ ହବ ଜାଣିଛୁ? ୱାସିଂ ମେସିନ୍ ଯୋଗୁଁ ଆମେ ପରିଶ୍ରମ ଆଉ କରିବାନି, ମଣିଷକୁ ପୁରା ଅଳସୁଆ କରିଦେବ। ଆମେ ସବୁବେଳେ ଖାଲି ମେସିନ୍ ଉପରେ ନିର୍ଭର କଲେ ହବ କି? ହାତ ଦ୍ୱାରା କିଛି ପରିଶ୍ରମ କରିବାକୁ ପଡ଼ିବ। କଠିନ ପରିଶ୍ରମ କଲେ ଆମ ଦେହ ସୁସ୍ଥ ସବଳ ରହିବ। ଆଉ ୱାସିଂ ମେସିନ୍ ସବୁ ସହଜ ହବ, କିନ୍ତୁ ଆମ ଶାରୀରିକ ପରିଶ୍ରମ ଆଉ କରିବାକୁ ପଡ଼ିବନି। ଶାରୀରିକ କଲେ ସିନା ଆମ ଦେହ ସୁସ୍ଥ ରହିବ। ୱାସିଂ ମେସିନ୍ କ'ଣ ହବ? ଆମ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ସନ୍ତୋଷୀ ବିଦ୍ୟାଳୟରେ କହିଥିଲେ ଶାରୀରିକ କଲେ ଦେହ ସୁସ୍ଥ ସବଳ ରହେ। ହଁ, ଶାରୀରିକ କଲେ ଦେହ ସୁସ୍ଥ ସବଳ ରହିବନି? ଶାରୀରିକ କଲେ ଦେହ ସୁସ୍ଥ ସବଳ ରହିବ। ତୁ ଶାରୀରିକ କରୁଛୁ କି? ତୁ ଶାରୀରିକ କରୁନୁ, ମୁଁ କେତେଥର କହିଲିଣି ଶାରୀରିକ କରେ। ହଁ ବାବା, ଆମ ବିଦ୍ୟାଳୟରେ ସନ୍ତୋଷୀ ପ୍ରଧାନମନ୍ତ୍ରୀ କହିଥିଲେ ଶାରୀରିକ କାଳାନୁସାରେ ଶାରୀରିକ କଲେ ଦେହ ସୁସ୍ଥ ରହିବ। ତେଣୁ ମୁଁ ବି ପାଠ ପଢ଼ା ସହ ଶାରୀରିକ କରୁଛୁ କି? ଶାରୀରିକ କରୁନୁ, ଆଉ ପାଠ ପଢ଼ିଲେ ସିନା ହବ। ପାଠ ପଢ଼ା ସହିତ ଶାରୀରିକ କଲେ ସିନା ହବ। ଖାଲି ପାଠ ପଢ଼ିବାକୁ ନାହିଁ କି କିଛି ନାହିଁ। ମୁଁ ଘଣ୍ଟାରେ ଶାରୀରିକ ଆଉ ଘଣ୍ଟାରେ ପାଠ ପଢ଼ି ଶାରୀରିକ କରୁ? ହଁ ଆଜ୍ଞା, ଶାରୀରିକ କଲେ ନିଶ୍ଚିତ ଦେହ ସୁସ୍ଥ ରହିବ। ତେଣୁ ବିଦ୍ୟାଳୟରେ ଶାରୀରିକ କ୍ଳାସ ଅଛି। ଶାରୀରିକ କଲେ ଦେହ ଆମର ସୁସ୍ଥ ସବଳ। ଲୋକମାନେ ଦୀର୍ଘ ଦିନ ବଞ୍ଚୁଥିଲେ, ତେଣୁ ଦୀର୍ଘଜୀବୀ ହେଉଥିଲେ। ଆଜି ଆମେ ସେଭଳି ଖାଦ୍ୟ ପାଉନାହାନ୍ତି। ଆମେ ବିଷାକ୍ତ ଖାଦ୍ୟ ଖାଉଛେ ଏବଂ ରାସାୟନିକ ସାର ପ୍ରୟୋଗ ଖାଦ୍ୟ ଖାଉଛେ, ତେଣୁ ଆମକୁ ନାନା ପ୍ରକାର ରୋଗ ହେଉଛି। ଆଜ୍ଞା ମନେ ରଖନ୍ତୁ, ନିଶ୍ଚିତ ଭାବେ ଆପଣମାନେ ଶାରୀରିକ କରନ୍ତୁ। ଶାରୀରିକ ଦ୍ୱାରା ଆମ ଦେହ ସୁସ୍ଥ ସବଳ ରହିବ।